ଗାଁରେ ଗୋଟିଏ ପୁରୁଣା ବଟ ଗଛ ଥିଲା। ଦିନେ ଲୋକ ଗଛ ତଳେ ବସୁଥିଲେ, କିନ୍ତୁ ସନ୍ଧ୍ୟାବେଳେ ସେଠାରେ କେହି ରହୁନଥିଲେ। ଲୋକମାନେ କହୁଥିଲେ ଯେ ରାତିରେ ବଟ ଗଛରେ ଭୂତ ବାହାରେ। କେହି ବିଶ୍ୱାସ କରୁଥିଲା ତ କେହି ବିଶ୍ୱାସ କରୁନଥିଲା। ରଘୁ ବୋଲି ଗୋଟିଏ ପିଲାଟିଏ, ହସ୍ତମେଳ, ସାହସୀ, ଲୋକଙ୍କୁ ଚ୍ୟାଲେଞ୍ଜ କରିବାରେ ପଛକୁ ନଥିବା ଯୁବକ। ଗୋଟିଏ ସନ୍ଧ୍ୟାରେ ସେ ସାଙ୍ଗମାନଙ୍କୁ କହିଲା, ଭୂତ ପେଟଳ କେହି ନାହାନ୍ତି, ସବୁ ମିଛ କଥା। ଆଜି ରାତିଠୁ ମୁଁ ବଟ ଗଛ ମୂଳେ ବସିବି। ସାଙ୍ଗମାନେ ଡରିଗଲେ, କିନ୍ତୁ ରଘୁର ଜିଦ୍। ସେ ବଟ ଗଛ ମୂଳକୁ ଚାଲିଗଲା ଓ ରାତିରେ ବଟ ଗଛ ମୂଳେ ଦେଖିବାକୁ ଗଲା ଭୂତ ବାହାରୁଛି ନା ବାହାରୁନି। ଚନ୍ଦ୍ରଲୋକରେ ଭାରି ରାତିଟିଏ ହେଉଥାଏ। ପ୍ରଥମେ ସବୁ ସାଧାରଣ ହୋଇଗଲା। କିଛି କ୍ଷଣ ପରେ ଥଣ୍ଡା ପବନ ବୋହିଲା। ପତ୍ରଗୁଡ଼ିକ ସର୍ସର ହେଇ ଶବ୍ଦ କଲା। ରଘୁ ଭାବିଲା ପବନ ହେବ, କିନ୍ତୁ ହଠାତ୍ ଗଛରୁ ଡାଳିରୁ ଚମ୍ପା ଫୁଲର ସୁଗନ୍ଧ ଛାଡ଼ିଗଲା। ରଘୁ ଆଶ୍ଚର୍ଯ୍ୟ ହୋଇଗଲା। ରାତିରେ ଫୁଲ ଗଛରେ ତାହା ନଥାଏ। ତାହାପରେ ସେ ଦେଖିଲା ଗଛରୁ ଧୀରେ ଧୀରେ ଗୋଟିଏ ଶ୍ଵେତ ପୋଷାକ ପିନ୍ଧିଥିବା ମହିଳା ତଳକୁ ଓହ୍ଲାଉଛନ୍ତି। ଲମ୍ବା କେଶ, ମୁହଁ ଢାକ ଆଉ ପାଦ ଜମିକୁ ଛୁଉଁନଥିଲା। ସେହି ମହିଳା ହସିଲେ, ଓ ତୁମେ ବହୁତ ଭୟମୁକ୍ତ। କାହିଁକି ଆସିଲ ମୋ ପାଖକୁ ଏଠାକୁ? ରଘୁ ଗଳାରୁ ଶବ୍ଦ ବାହାରିଲା ନାହିଁ। ଭୟଙ୍କରତା ବଢ଼ାଇବା ପାଇଁ ପଛରେ ବୟସ୍କକୁ କହିଥିବା କାହାଣୀକୁ ଯୋଡ଼ି ଦିଆଯାଇଛି। ଗାଁର ବୁଢ଼ାମାନେ କହୁଥିଲେ, ବର୍ଷେ ପୂର୍ବେ ଗାଁର ଗୋଟିଏ ଝିଅ ଏହି ବଟ ଗଛରେ ଆତ୍ମହତ୍ୟା କରିଥିଲା। କାରଣ ସେ ପ୍ରେମରେ ଧୋକା ଖାଇଥିଲା। ତାପରେ ଏହି ଗଛର ତାର ଆତ୍ମା ଏବେ ବି ବୁଲୁଛି। ଭୂତ ଧୀରେ ଧୀରେ ରଘୁ ପାଖକୁ ଆସିଲା। ତାର ଶ୍ୱାସ ଓ ଶୀତଳ ପବନ ଭଳି କାନରେ ହାଲୁକାରେ କହିଲା, ମୁଁ ଅପେକ୍ଷା କରିଥିଲି। ବର୍ଷେ ହେଲା କେହି ଆସିଲ ନାହିଁ। ଆଜିଠାରୁ ତୁମେ ମୋର ସାଥୀ। ରଘୁ ପଛକୁ ଦୌଡ଼ିବାକୁ ଚେଷ୍ଟା କଲା, କିନ୍ତୁ ପାଦ ଜମିଗଲା। ହଠାତ୍ ମହିଳାଙ୍କ ମୁହଁରୁ ଲମ୍ବା ଲାଲ ଜିଭ ବାହାରିଲା। ଚାରିପଟ ଅନ୍ଧକାର। କୁକୁର ହୁ ହୁ ଶବ୍ଦ କରୁଥାନ୍ତି। ରଘୁର ଚିତ୍କାର ଗାଁର ପର୍ଯ୍ୟଟକଙ୍କୁ ଶୁଣାଗଲା। ତାପରେ ନୀରବତା ହୋଇଗଲେ। ପରଦିନ ସକାଳେ ଗାଁ ଲୋକ ବଟ ମୂଳେ କେବଳ ରଘୁର ଚପଲଟି ଦେଖିଲେ। ସିଏ ନିଜେ କେବେ ଦେଖାଗଲା ନାହିଁ ଆଜି ପର୍ଯ୍ୟନ୍ତ। ଗପଟି ଭଲ ଲାଗିଥିଲା ନିହାତି ଲାଇକ୍ ସବସ୍କ୍ରାଇବ୍ ନିହାତି କରିବେ।